କଥା ଦେଇ କଥା ରଖିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। 1.5 ବର୍ଷର ମୋହନ ସରକାରୀ ବନ୍ତଳା ଅଞ୍ଚଳକୁ ସରକାରଙ୍କର ବଡ଼ ଭେଟି। ଖବର ମୁତାବକ ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଦୀର୍ଘ ଦିନ ଧରି ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଦାବି ହୋଇ ଆସୁଥିଲା। ଏହା ଦୀର୍ଘ ଦିନର ଦାବି ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ଦାବିକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। କିନ୍ତୁ 1.5 ବର୍ଷର ମୋହନ ସରକାରୀ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବନ୍ତଳା ଅଞ୍ଚଳବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୋହନ ସରକାର। ଯାହା ଦୀର୍ଘ ଦିନର ଦାବି ବିଜେଡି ସରକାର ହୋଇପାରୁନଥିଲା ତାହା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କରି ଦେଖାଇଛନ୍ତି। ଏନେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଜଙ୍ଗଲ ମନ୍ତ୍ରାଳୟ। ଏହା ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ହୋଇଥିବା ବେଳେ ଏହି ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି। ବୁଧବାର କେନ୍ଦ୍ରୀୟ ଜଙ୍ଗଲ ମନ୍ତ୍ରାଳୟର ଏକ ପ୍ରତିନିଧି ଦଳ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିରେ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, କଲିକତାର ଆସିଷ୍ଟାଣ୍ଟ କମିଶନର ଡକ୍ଟର ସୂର୍ଯ୍ୟ ଦତ୍ତ, ଭୁବନେଶ୍ୱର ପ୍ରମୋଦ କୁମାର ନାୟକ, ଅନୁଗୁଳ ବନଖଣ୍ଡ ଅଧିକାରୀ ନିତେଶ କୁମାର, ଜଳ ଗବେଷଣା କେନ୍ଦ୍ର ଏସି ସରସ୍ୱତୀ ମହନ୍ତ, ଅନୁଗୁଳ ଏସଟିଓ ମନୋଜ କୁମାର ନନ୍ଦ, ବେସରକାରୀ ସଂସ୍ଥା ଭିଜନ ଟେକ୍ର ଟେକ୍ନିସିଆନ ମନୋଜ ସାହୁ ପ୍ରମୁଖ ପ୍ରତିନିଧି ଦଳ ଯୋଗ ଦେଇଥିଲେ। ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ୱ ହେବ ଚାଷୀମାନେ ମରୁଡ଼ିରେ ପୀଡ଼ିତ ହେଉଥିଲେ। ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ 2000 ମସିହାରେ ଏକ ବିରାଟ ଗଣ ଆନ୍ଦୋଳନ ପରେ ସରକାର ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦିତ କରି ବିଭିନ୍ନ ସର୍ଭେ କାର୍ଯ୍ୟ କରିଥିଲେ। ଏହା ବହୁତ ଦିନର ଦାବି ହୋଇଥିବା ବେଳେ ମୋହନ ସରକାର କଥା ଦେଇ କଥା ରଖିଛନ୍ତି ବୋଲି ବନ୍ତଳା ଅଞ୍ଚଳର ବୁଦ୍ଧିଜୀବୀ ଅନୁଗୁଳ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ହିଡ଼ିସିଙ୍ଗ ଜଳ ପ୍ରକଳ୍ପ ବର୍ତ୍ତମାନ କାର୍ଯ୍ୟକାରୀ ହେବାକୁ ଯାଉଛି, ତାକୁ ନେଇ କ'ଣ ରହିବ ଆପଣଙ୍କ ପ୍ରତିକ୍ରିୟା? ବହୁତ ଖୁସି ଆଜ୍ଞା। ବନ୍ତଳା ଅଞ୍ଚଳର ମୁଁ ଚାଷୀ ଘରର ପିଲା। ଏ ବହୁତ ଦିନର ଦାବି ବନ୍ତଳା ଅଞ୍ଚଳର ଏବଂ 2000 ମସିହାରେ ଗୋଟେ ବିରାଟ ଜନ ଆନ୍ଦୋଳନ ହେଇଥିଲା 20,000 ଲୋକକୁ ନେଇକରି। ସେତେବେଳେ ଯେଉଁ ଲୋକମାନେ ଥିଲେ ଆଜି ବି ସେମାନେ ସ୍ୱର୍ଗାରୋହଣ କଲେନି, ସେମାନଙ୍କୁ ବି ମୋର ଚିର ନମସ୍ୟ। ଏବଂ ବହୁତ ଦିନ ପରେ ପ୍ରତୀକ୍ଷିତ ପରେ ତେଣୁ ବର୍ତ୍ତମାନ ଯେଉଁ ଶୁଣିଲି ଯେ କେନ୍ଦ୍ରୀୟ ଟିମ୍ ଆସିକରି ଜଙ୍ଗଲ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କାଲି କରିଛନ୍ତି, ବହୁତ ଖୁସି। ଏବଂ ଏଟାକୁ ଆମେ ବର୍ତ୍ତମାନ ଯେଉଁ ବନ୍ତଳା ସୁରକ୍ଷା ମଞ୍ଚ ଆମେ ଗୋଟେ କରିଛୁ ବନ୍ତଳା ଅଞ୍ଚଳର 20, 25, 22ଟି ପଞ୍ଚାୟତର ଜନସାଧାରଣଙ୍କୁ ନେଇକରି ଏବଂ ସେମାନେ ମଧ୍ୟ ଆମେ ଆସିକରି ସେତେବେଳେ ହାତୀ ପାଇଁ ଯେତେବେଳେ ହାତୀ ଉପଦ୍ରବ ହେଉଥିଲା ସେତେବେଳେ ଡିଏଫଓଙ୍କ ସାଥିରେ ଏଇ ମଧ୍ୟମ ଜଳ ପ୍ରକଳ୍ପ ହିଡ଼ିସିଙ୍ଗ କିପରି କାମ ହେବ କାର୍ଯ୍ୟକାରୀ ହେବ ସେଥିପାଇଁ ଆମେ ଡିଏଫଓଙ୍କ ସହିତ ଯୋଗାଯୋଗ କରିଥିଲୁ। ଭାଗ୍ୟକୁ ବର୍ତ୍ତମାନ ଆମର ଅନୁଗୁଳ ବିଧାୟକ ମଧ୍ୟ ପଳାଇ ଆସିଲେ ଏବଂ ନୀଲୁ ପ୍ରଧାନ ସେ ବି ମଧ୍ୟ ସହଯୋଗ ସେତେବେଳେ ଆମର ଷ୍ଟ୍ରାଇକ୍ ଅନଶନ ବେଳେ କରିଥିଲେ। ଏବଂ ଆମର କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ, ଆମର ଜନପ୍ରତିନିଧି ଢେଙ୍କାନାଳର ପାର୍ଲାମେଣ୍ଟର ସଦସ୍ୟ ରୁଦ୍ର ଭାଇ, ଏମାନେ ସମସ୍ତଙ୍କର ଅଛି। ବନ୍ତଳା ଅଞ୍ଚଳ ସହିତ ସେମାନେ ଓତପ୍ରୋତ ଭାବରେ ଜଡ଼ିତ। ସେଠିକି ଚଷା ଚାଷୀ ଲୋକ ମେଜରିଟି 90% ଚଷା, ନିମ୍ନ ମଧ୍ୟବିତ୍ତ ଚଷା। ତେଣୁ 15-16ଟି ପଞ୍ଚାୟତ ନିଶ୍ଚିତ ଭାବରେ ଖରିଫ ଋତୁରେ ଏବଂ ଦ୍ୱିଫସଲି ଚାଷ ହେବ। ଏଠି କୁମଟ ଜରାସିଙ୍ଗା ଯେମିତି ହିଡ଼ି ଯେଉଁ ଡେରଜେଙ୍ଗ ଡ୍ୟାମ୍ ପାଇଁ ହେଉଛି। ତେଣୁ ଯେତେବେଳେ କେନ୍ଦ୍ରୀୟ ଟିମ୍ କାଲି ପହଞ୍ଚିଲେ ଆମ ବନ୍ତଳା ଅଞ୍ଚଳରେ ଗୋଟେ ଆନନ୍ଦର ଲହରୀ ଖେଳି ଯାଇଛି ଯେ ହିଡ଼ିସିଙ୍ଗ ମଧ୍ୟମ ଜଳ ପ୍ରକଳ୍ପ ହେବ ଏବଂ ଲୋକମାନଙ୍କ ମନରେ ଯେଉଁ ବହୁ ଦିନର ସ୍ୱପ୍ନ ଥିଲା ଏ ଆଶା ସଞ୍ଚାର ହେଇଛି। ତେଣୁ ମୁଁ ଚଷା ପୁଅ ହିସାବରେ ଆଜି ଆମେ ଅଛୁ, କାଲି ବି ନଥାଇପାରୁ, କିନ୍ତୁ ଆମର ଜେନେରେସନ୍ ଆମର ଦାୟଦମାନେ ଆମର ଯେଉଁମାନେ ପୂର୍ବ ଯେଉଁମାନେ ଆସିବେ ସେମାନେ କହିବେ ଯେ କିଛି ନହେଲେ ଅଞ୍ଚଳ ପାଇଁ ଯେମିତି ମାଧପୁର ଡ୍ୟାମ୍ ଆଠମଲ୍ଲିକରେ ହେଇଛି ସେମାନେ କହିବେ ଯେ କିଛି ନହେଲେ ଆମର ଏଠି ଅଞ୍ଚଳରେ ବୁଦ୍ଧିଜୀବୀ ଥିଲେ ଏବଂ ମଧ୍ୟ ଜଳ ପ୍ରକଳ୍ପ ହେଲା ଏବଂ ସେଠିକାର ସୁନାର ଫସଲ ନିଶ୍ଚିନ୍ତ ଭାବରେ ଖେଳିବ। ଏବଂ ଡବଲ ଇଞ୍ଜିନ୍ ସରକାର ଯେହେତୁ ଅଛି ଓଡ଼ିଶାରେ ଅଛି ଏବଂ ଲଢ଼ୁଆ ବିଧାୟକ ବି ଅଛନ୍ତି ଏବଂ ରୁଦ୍ରବାବୁ ଅଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ ଆମର ଅଛନ୍ତି ଯିଏ ଆମର ଅନୁଗୁଳର ଯିଏ ବର୍ତ୍ତମାନ କି ଲଢ଼ୁଆ ସାରା ଓଡ଼ିଶାର ନେତୃତ୍ୱ ନେଉଛନ୍ତି। ତେଣୁ ତାଙ୍କ ଉପରେ ମୋର ଭରସା ଅଛି। ସେ ମୋର ବନ୍ଧୁ କେନ୍ଦ୍ରମନ୍ତ୍ରୀ ହେଲେ ବି, ତେଣୁ ତାଙ୍କ ଉପରେ ଭରସା ଅଛି ଏବଂ ମଧ୍ୟମ ଜଳ ପ୍ରକଳ୍ପଟି ହେବା ପାଇଁ ବନ୍ତଳା ଅଞ୍ଚଳ ବହୁତ ଆଶାବାଦୀ। ଆଉ ଯଦି ବନ୍ତଳା ଅଞ୍ଚଳ ହିଡ଼ିସିଙ୍ଗ ଜଳ ପ୍ରକଳ୍ପଟି ହେଲା ଏବଂ ସାରା ଜୀବନ ପାଇଁ ସେଠିକାର ନିମ୍ନ ମଧ୍ୟବିତ୍ତ ଚାଷୀମାନେ ନିଶ୍ଚିନ୍ତ ଭାବରେ ଉପକୃତ ହେବେ ଏବଂ ଅନୁଗୁଳରେ
सरस सुंदर फल पनीपरिया सारा ओडिशा को से जोगेब एवं बंतला अंचल निश्चिंत भाव में ओडिशा गोटे ना कर अनुगुल बंतला अंचल ये गोटे गौरव गरिमार कथा तेणु मु निवेदन करी बंतला अंचल पो हिसाब से चाषी पो हिसाब से धर्मेन्द्र प्रधान को एवं रुद्र भाई के एवं नीलू बाबू को त्वरान्वित यथाशीघ्र ए काम आरंभ करा जाऊ ए अंचल में सरस सुंदर सुनार फसल तैयारी हो एवं से बंतला अंचल तरफ बंतला सुरक्षा मंच तरफ मो से कोटि प्रणाम एवं से निवेदन करी एवं जेते शीघ्र पारे हे मध्यम जल प्रकल्प को बर्तमान आगे नियंतु। ब्यूरो रिपोर्ट अनुकूल एक्सप्रेस।